ବାଲେଶ୍ୱର ଜିଲ୍ଲା ସୋର ଥାନା 16 ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛରୁ ଆର୍ଟିକା କାର ଧକ୍କା ଦେଇ ରାଜପଥ ପାର୍ଶ୍ୱରେ ଥିବା ଗୁମୁଟିକୁ ଧକ୍କା ଦେଇଥିଲା, ଯାହାଫଳରେ କାରରେ ଥିବା 5 ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। କାରଟି ମୟୂରଭଞ୍ଜ ଜିଲ୍ଲା ବେତନଟିରୁ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳକୁ ଯିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜାତୀୟ ରାଜପଥ ପେଟ୍ରୋଲିଂ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଡାକି ସମସ୍ତ ଆହତ ଯାତ୍ରୀଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେମାନଙ୍କ ଭିତରୁ 2 ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।